ଆମର ମାନିଫେଷ୍ଟୋରେ କଂଗ୍ରେସର ମାନିଫେଷ୍ଟୋରେ ଯେ ଜାତି ଭିତ୍ତିକ ଜନଗଣନା ହଉ ଯାହାର ଯେତିକି ଭାଗିଦାର ସବୁ କ୍ଷେତ୍ରରେ ହଉ ତାର ସମସ୍ତ କଥା ଭକ୍ତ ବାବୁ କହିଛନ୍ତି। ପ୍ରାଇଭେଟଠୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରଠୁ ଆରମ୍ଭ କରି ସାମାଜିକ କ୍ଷେତ୍ର ପର୍ଯ୍ୟନ୍ତ ନ୍ୟାୟ ମିଳୁ ଶିକ୍ଷା କ୍ଷେତ୍ରରେ। କିନ୍ତୁ ସେ ସେତେବେଳେ ମହାରାଷ୍ଟ୍ର ମିଟିଂରେ ପବ୍ଲିକ ମିଟିଂରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଏକ ହେ ତ ସେଫ ହେ, ଏଇ ନାରା ଦେଲେ ଏବଂ ଲୋକଙ୍କୁ ପଚାରିଲେ ଏକ ହେ ସେଫ ହେ। ଆଜି କଂଗ୍ରେସ ବିରୋଧ କରୁଛି। ଦ୍ୱିତୀୟରେ ରାହୁଲ ଗାନ୍ଧୀ ଯେତେବେଳେ ପାର୍ଲାମେଣ୍ଟରେ କହିଲେ ସେତେବେଳେ ତାଙ୍କୁ ଉପହାସ୍ତ କଲେ କହିଲେ ଯେ ଅନୁରାଗ ଠାକୁର ତାଙ୍କର ସଦସ୍ୟ ତାଙ୍କୁ କହୁଛନ୍ତି ତମ ଜାତି କଣ, ତାକୁ କାଉଣ୍ଟର କଲେ ନିଖିଲେଶ ଯାଦବ ଆଉ ଅନ୍ୟ କେତେ ଜଣ ପାର୍ଲାମେଣ୍ଟ ସଦସ୍ୟ। ତେଣୁ ଏଇ ଅବସ୍ଥାରେ ରାହୁଲ ଗାନ୍ଧୀ ତାଙ୍କ ଉତ୍ତର କହିଲେ ଏଇ ପାର୍ଲାମେଣ୍ଟରେ ଆମେ ପାସ୍ କରେଇକି ଦେଖେଇବୁ ଯେ ଜାତି ଭିତ୍ତିକ ଜନଗଣନା ହବ। ତେଣୁ ଏଭଳି ଭାବରେ ହ୍ୟୁମିଲେଟ କରି କଂଗ୍ରେସକୁ ଯାହା ଅସୁବିଧା ହେଲା ରାହୁଲ ଗାନ୍ଧୀଙ୍କୁ କୁହାଯାଉଛି କଂଗ୍ରେସକୁ ବଦନାମ କରା। ଅତୀତରେ ସେୟା କହିକିରି ମିଥ୍ୟା ପ୍ରଚାର କରିକି ସେ ଆସିଛନ୍ତି। 2G ସ୍କାମ ସୁପ୍ରିମକୋର୍ଟ ତାକୁ ପୁରା କ୍ଲିୟର କଲା। ଏମିତି ବହୁତ କଥା ତା ଦେହରେ ଅଛି। ତେଣୁ ଓବିସି ବିଷୟରେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଭକ୍ତ ବାବୁ ଜଣେଇଛନ୍ତି ଏହା ଇମ୍ପ୍ଲିମେଣ୍ଟ ହବ। ଏବଂ ସେ କଥା ବି ନୁହେଁ ନ୍ୟାୟାଳୟରେ ବି ସେ ବିରୋଧ କରିଛନ୍ତି, କହିଛନ୍ତି ଏ ସମ୍ଭବ ନୁହେଁ ବୋଲି। ଏସବୁ କଥା ରହିଛି।